ଶ୍ରାବଣ ମାସରେ ଆରମ୍ଭ ହୋଇଛି। ସମସ୍ତ ଶିବ ଭକ୍ତ ଏହାକୁ ନେଇ ଉତ୍ସାହିତ, କାରଣ ଏହି ମାସକୁ ଭଗବାନ ଶିବଙ୍କ ପୂଜା ଏବଂ ଆରାଧନା ପାଇଁ ବିଶେଷ ମନେ କରାଯାଏ। ଏହା ସହିତ ଶ୍ରାବଣ ସୋମବାର ବ୍ରତ ଭଗବାନ ଶିବ ଭକ୍ତମାନଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ। ଏହି ମାସ ପାଇଁ କିଛି ନିୟମ ମଧ୍ୟ ରହିଛି। ସେହିଭଳି କିଛି କାମ ନିଷେଧ ରହିଛି। ଏହା ବିଷୟରେ ଆସନ୍ତୁ ଜାଣିବା। ଶ୍ରାବଣ ମାସରେ କ'ଣ କରିବା ଉଚିତ? ଶ୍ରାବଣ ମାସରେ ଭକ୍ତମାନେ ନିୟମିତ ଭାବରେ ଭଗବାନ ଶିବଙ୍କୁ ପୂଜା କରିବା ଉଚିତ। ଶ୍ରାବଣ ମାସରେ କ୍ଷୀର, ଜଳ, ଦହି, ଘିଅ ଏବଂ ମହୁ ସହିତ ଶିବଲିଙ୍ଗ ଅଭିଷେକ କରିବା ଉଚିତ। ଶ୍ରାବଣ ମାସରେ ବେଲପତ୍ର, ଦୁଦୁରା ଓ ଭାଙ୍ଗ ଏବଂ ଧଳା ଫୁଲ ଅର୍ପଣ କରିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଇଛି। ଯଦି ସମ୍ଭବ ତେବେ ଶ୍ରାବଣ ସୋମବାର ବ୍ରତ ପାଳନ କରନ୍ତୁ। ଏହି ବ୍ରତ ଭଗବାନ ଶିବଙ୍କ ଆଶୀର୍ବାଦ ଆଣିଥାଏ ବୋଲି ବିଶ୍ୱାସ କରାଯାଏ। ଶ୍ରାବଣ ମାସରେ ଶସ୍ୟ ଏବଂ ମାଂସାହାରୀ ଖାଦ୍ୟ ପରିହାର କରନ୍ତୁ। ଶ୍ରାବଣ ମାସରେ ଓମ୍ ନମଃ ଶିବାୟ ମନ୍ତ୍ର ଜପ ଏବଂ ଦାନ କରିବା ମଧ୍ୟ ଭଲ। ଶ୍ରାବଣ ମାସରେ ଅଭାବୀ ଲୋକଙ୍କୁ ଦାନ କରିବା ଦ୍ୱାରା ଆପଣ ଭଗବାନ ଶିବଙ୍କ ଆଶୀର୍ବାଦ ପାଇବାକୁ ଯୋଗ୍ୟ ହୋଇପାରନ୍ତି। ଶ୍ରାବଣ ମାସରେ କ'ଣ କରିବେ ନାହିଁ? ଏହି ମାସରେ କ'ଣ କରିବେ ନାହିଁ ତାହା ପାଳନ କରିବା ମଧ୍ୟ ସମାନ ଗୁରୁତ୍ୱପୂର୍ଣ୍ଣ। ଶ୍ରାବଣ ମାସରେ କିଛି ଭୁଲ ଏଡ଼ାଇବା ଉଚିତ। ଶ୍ରାବଣ ମାସରେ ମାଂସାହାରୀ ଖାଦ୍ୟ ଏବଂ ମଦ୍ୟପାନ, ତମ୍ବାଖୁ ସେବନ କରିବା ପରିହାର କରନ୍ତୁ। ଏହି ଜିନିଷ ଗୁଡ଼ିକୁ ପବିତ୍ର ବୋଲି ବିବେଚନା କରାଯାଏ ନାହିଁ। ଶ୍ରାବଣ ମାସରେ ପିଆଜ ଏବଂ ରସୁଣ ସେବନ କରିବା ମଧ୍ୟ ଏଡ଼ାଇବା ଉଚିତ। କ୍ରୋଧ, ଲୋଭ ଇତ୍ୟାଦି ଖରାପ ଚିନ୍ତାଧାରା ଏଡ଼ାଇବା ଉଚିତ। ନକାରାତ୍ମକ ଚିନ୍ତାଧାରା ଠାରୁ ଦୂରତା ରଖନ୍ତୁ। ପଶୁ ଏବଂ ପକ୍ଷୀମାନଙ୍କୁ କ୍ଷତି କରନ୍ତୁ ନାହିଁ। ପ୍ରକୃତିକୁ ମଧ୍ୟ ସଂରକ୍ଷଣ କରନ୍ତୁ। ଏହି କାମ ଗୁଡ଼ିକ ଶ୍ରାବଣ ମାସରେ ଶୁଭ ଫଳ ଦେଇଥାଏ। ପରିଷ୍କାର ପରିଚ୍ଛନ୍ନତା ପ୍ରତି ମଧ୍ୟ ଧ୍ୟାନ ଦିଅନ୍ତୁ ଏବଂ ପରିଷ୍କାର ପରିଚ୍ଛନ୍ନତାକୁ ପ୍ରାଥମିକ ଦିଅନ୍ତୁ। ଆଶା କରିବୁ ଆମର ଏହି ଭିଡ଼ିଓଟି ଆପଣମାନଙ୍କୁ ପସନ୍ଦ ଆସିଥିବ। ତ ଭିଡ଼ିଓକୁ ଲାଇକ୍ କରନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ କମେଣ୍ଟରେ ଲେଖନ୍ତୁ ଜୟ ଶମ୍ଭୁ।